ଭଲ ଅଛନ୍ତି? ହଁ ଭଲ। ଆପଣଙ୍କୁ ମୁଁ ୟୁଟ୍ୟୁବରେ ଦେଖିଲି ତ ସେଇଥିପାଇଁ ଫୋନ୍ କଲି। ହଁ ହଁ କୋଉଠୁ କହୁଛନ୍ତି? ମୁଁ ଗଜପତିରୁ ଫୋନ୍ କରୁଥିଲି ବାପା। ଗଜପତି? ହଁ। ଆଚ୍ଛା ଆଚ୍ଛା। ମୁଁ ସେତେବେଳେ ଫୋନ୍ କଲି ଯେ ଆପଣଙ୍କ କଲ୍ ଇଏରେ ଥିଲେ। ବ୍ୟସ୍ତରେ ଥିଲା। ମୁଁ ଭାବୁଛି ଆପଣଙ୍କ ଠାରୁ କିଛି ଆଧ୍ୟାତ୍ମିକ ଯୋଉ ମାର୍ଗଟା ମତେ ବହୁତ ଦରକାର। ହଁ ହଁ। ଯୋଉ ନିର୍ବାଣ ମୁଖ୍ୟ ପ୍ରାପ୍ତି ସବୁ ବିଷୟରେ କହିଲେ ମୁଁ ବହୁତ ଖୁସି ହେଇଛି। ମୁଖ୍ୟ ନିର୍ବାଣ କଣ କଣ? ଆଚ୍ଛା ଇଏ କେବେଠାରୁ ଦେଖିଲେଣି ଆମ ଏପିସୋଡ? ମୁଁ ପ୍ରାୟ ଆପଣଙ୍କର ୟୁଟ୍ୟୁବ ଚ୍ୟାନେଲ ଦେଖିକି ପ୍ରାୟ 2-3 ମାସ ହଉଛି, କିନ୍ତୁ ଫୋନ କରିବି ବୋଲି ଭାବୁଥିଲି ଗୁରୁ ଯେ ମତେ ଟିକେ ଡର ଲାଗିଲା। ଆଚ୍ଛା ଆମ ଯୋଉ ଚ୍ୟାନେଲ ହେଲା ଅଖିଳ ଜ୍ୟୋତି, ତାକୁ ସବସ୍କ୍ରାଇବ କରିଛ? ହଁ 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 ସବସ୍କ୍ରାଇବ କରୁଛି ବାପା। ସେଥିପାଇଁ ନୂଆ ନୂଆ ଭିଡିଓଟା ଆସୁଛି, ମୁଁ ଦେଖୁଛି ସବୁବେଳେ। ଇଏ ଯୋଉ ନିର୍ବାଣ ମୁଖ୍ୟ ଆଉ କଣ କଣ ଏ 3ଟା ନା 4ଟା ପ୍ରକାର ବିଷୟ ପଚାରିବି ବୋଲିକି ଫୋନ କଲି ବାପା। ମୁଖ୍ୟ ବୋଲିକି ଆମେ କଣ ବୁଝିବା? ମୁଖ୍ୟ ହଉଛି ଯୋଉଟା ବନ୍ଧା ହେଇଥିବ ତାକୁ ଫିଟେଇ ଦେଲେ ସେଇଟା ହେଲା ମୋକ୍ଷ। ତ ଗୋଟେ ଜିନିଷକୁ ଆମେ ବାନ୍ଧିକି ରଖିଛନ୍ତି, ତାକୁ ଫିଟେଇ ଦେଲେ ସେଇଟା ମୋକ୍ଷ ହେଇଗଲା, ଆଉ କଣ ଅଛି? ଆମର ଯୋଉ ମନଟା ନାସା କର୍ଣ୍ଣ ଜିହ୍ବା ବାନ୍ଧି ହେଇକି ରହିଛି, ବୁଝିପାରିଲେ ନା? ସେଥିରୁ ସେ ବନ୍ଧନରୁ ଯେତେବେଳେ ମନ ଚାଲି ଆସିବ, ଆଉ ସେ ଇନ୍ଦ୍ରିୟ କଥାକୁ ଯେତେବେଳେ ବିଚାର ନ କରିକିରି ଆତ୍ମା କଥାକୁ ଚିନ୍ତା କରିବ, ଗୁରୁଦତ୍ତ ନାମକୁ ଚିନ୍ତା କରିବ ଅହରହ, ସେତେବେଳେ ସେ ମୋକ୍ଷ ହେଇଗଲା, ଆଉ କଣ? ସେଟା ମୋକ୍ଷ। ତମେ ଦେଖ ଯୋଉ ମାଙ୍କଡ ଧରାଳି ଦେଖିଛ ନା? ଦେଖିନଥିବ। ମାଙ୍କଡ କଣ କରନ୍ତି ନା, ଯୋଉ ମାଟି ସୁରେଇ ନୁହଁ, ସେ ମାଟି ସୁରେଇ ଦେହରେ ପାଣି ପୁରେଇ ଦେଇକି ଗୋଟେ ଲମ୍ବା ବାଇଗଣ ତା ଭିତରେ ଭର୍ତ୍ତି କରିଦିଅନ୍ତି। କରିଦେଇ ସାରିଲା ପରେ ସେ ମାଙ୍କଡ ଆସେ, ତାର ସରୁ ମୁହଁରେ ହାତ ଟିକି ଗଳେଇ ଦିଏ। ହାତ ଟିକି ଗଳେଇ ଦେଇକି ବାଇଗଣ ଟିକେ ଧରେ ମୁଠେଇକିରି, ବାଇଗଣ ଟିକେ ଯେତେବେଳେ ମୁଠେଇକି ଧରେ, ସିଏ ଯେତେବେଳେ ଟାଣିବ ବାଇଗଣ ଆଡା ପଡିଯାଏ, ଆଉ ବାହାରେ ନା। ମାଙ୍କଡ ଭାବେ ତା ଭିତରେ ମୋ ହାତ ଗୋଟେ କଣ ହେଇଗଲା। ଇରେ ତୁ ମୁଠେଇକି ଧରିଛୁ, ତାକୁ ଯଦି ଖୋଲିଦବୁ ଅଟୋମେଟିକ ତ ହାତଟା ବାହାରି ଆସିବ, କିନ୍ତୁ ସେ ଜ୍ଞାନଟା ତାର ନାହିଁ। ତେଣୁ ଶେଷ ବେଳକୁ ତମେ ଯାଇକି ତାକୁ ପିଟିକି ମାରିବ କି ଧରିବ, ଯାହା କରିବ, ସେ ଧରା ଦବ, ଅଥଚ ସିଏ ବାଇଗଣକୁ କେବେ ଛାଡିବନି। ଏଇଟା ହଉଛି ତାର ଅଜ୍ଞାନତା। ବୁଝିପାରୁଛ କି? ଭାଗବତରେ କହୁନି, ଜୀବ ଅଜ୍ଞାନ ଭାବ ଦେଖ ଦୁଃଖ ଗୁମଣେ ମହାସୁଖ। ତେଣୁ ମାଙ୍କଡ ହେଲା କି, ଇନ୍ଦ୍ରିୟ ରୂପକ ଆସେ ବିଷୟ ରୂପକ ବାଇଗଣରେ ସେ କଣ କଲା ନା ବାନ୍ଧି ହେଇକି ରହିଛି। ତାକୁ ଯଦି ମନ ଯଦି ବନ୍ଧନ ମୁକ୍ତି ଅର୍ଥ ହଉଛି ମନଟା ଏ କର୍ମରୁ ନିବୃତ୍ତ ହେଲେ ଆମେ ମୁକ୍ତି ପାଇଯିବା। ବୁଝିପାରିଲ ନା? ଆଉ ତମକୁ ଆଉ ଗୋଟେ ସରଳ କଥା ମୁଁ କହୁଛି ଶୁଣ। ଯେ ଛୋଟ ଛୁଆଟେ, ସେ କଣ କରିଥିବ ନା, ତାକୁ ଗୋଟେ ବଡ ପଥର ଧରିଦେଲେ ସେ ଧରି କେହି କେହି କାନ୍ଦିବ। କିରେ ତୁ ତାକୁ ଫୋପାଡ଼ି ଦଉନୁ, ମୁକ୍ତି ହେଇଯିବୁ। ସେ ବରଂ ଧରିକି କାନ୍ଦୁଥିବ, ସେ ଫୋପାଡ଼ି ପାରିବନି, ତାର ଭୟ ହବ। ଏଇ ହଉଛି ବନ୍ଧନ। ଶୁଣ, ତମର ଗୋଟେ ଛୋଟିଆ ଗପ କହୁଛି, ତମେ ଶୁଣ। ଯେ ଜଣେ ରଜା ଥିଲେ ହେଲା, ସିଏ ତାଙ୍କ ମନ୍ତ୍ରୀ କି କହିଲେ, ହେ ମନ୍ତ୍ରୀ, ମୁଁ କେମିତି ମୁକ୍ତି ପାଇବି କହିଲ? ମନ୍ତ୍ରୀ କହିଲେ, ଆଜ୍ଞା ସେ ତ ସାଧୁ ସନ୍ନ୍ୟାସୀଙ୍କ କଥା, ଆଉ ଆପଣ କେମିତି ମୁକ୍ତି ପାଇବେ ମୁଁ କେମିତି କହିବି? ନା ତୁ ଯଦି ମୁକ୍ତି ପାଇବା କଥା ନ କହିବୁ, କାଲି ସକାଳେ ତୋ ମୁଣ୍ଡ କାଟ ହବ। ସେଠୁ ମନ୍ତ୍ରୀ କହିଲେ, ଆପଣ ରଜା କଥା, ଆପଣ ମତେ ମାରିଦେବେ, ଅସୁବିଧା ନାହିଁ, ମୋର କିଛି କର୍ତ୍ତବ୍ୟ ନେଇ କରିପାରୁନି, ଏ କଥା ମୁଁ କହିପାରିବିନି। ଯାହା ହଉ, ସେ ମନ ଦୁଃଖରେ ଆସି ଘରେ ପହଞ୍ଚିଲା। ଘରେ ଆଉ ରାତିକି କିଛି ଖାଇଲାନି। ଯେତେବେଳେ ନ ଖାଇଲା, ତା ଝିଅ ପଚାରିଲା, ବାପା ଖାଇବ ଆସୁନା। ସେଠୁ ମନ୍ତ୍ରୀ କହିଲା, ଆରେ ଝିଅ ଖାଇବୁ କଣ? କାଲି ସକାଳେ ତ ମରିମି, ଆଉ ଆଜି ରାତିରେ ଖାଇବି କଣ? ସେଠୁ ଝିଅ ପଚାରିଲା, କହିଲା, କାହିଁକି ବାପା, କାରଣ କଣ? ନା ରଜା କହିଛନ୍ତି ମୁକ୍ତି କେମିତି ପାଇବେ, ସେ ବାଟଟା ଯଦି ମୁଁ ନ କହିବି କାଲି ମରିବି। ମୁଁ ତ ସେ ବିଷୟରେ ଜାଣିନି।
ଚलो ମୁଁ କାଲି ମରିମି ଆଉ। ଝିଅ ସେଇଠୁ ହସିଲା, କହିଲା ବାପା ଆପଣ ଖାଇଦିଅନ୍ତୁ, କାଲି ସକାଳୁ ମୁଁ ଯାଇକି ରଜାଙ୍କୁ ମୁକ୍ତି କ'ଣ ବୁଝେଇଦେବି। ସେଇଠୁ ବାପା ଝିଅ ଖାଇଲେ। ସକାଳୁ ଗାଧୋଇ ପାଧେଇକି ରାଜ ଦରବାରକୁ ଗଲେ। ଗଲା ପରେ ସେଇଠୁ ମନ୍ତ୍ରୀ କହିଲେ ରଜାଙ୍କୁ, ଆଜ୍ଞା ମୁଁ ତ କିଛି କହିପାରୁନି, ମୋ ଝିଅ ଆପଣ କେମିତି ମୁକ୍ତି ପାଇବେ ସେ ବାଟଟା ଆପଣଙ୍କୁ କହିବ। ସେଇଠୁ ରାଜା କହିଲେ ହଉ ତାହେଲେ ଝିଅ ତୁ କ'ଣ କହ କେମିତି ମୁକ୍ତି ପାଇବି। ସେଇଠୁ ଝିଅ କହିଲା ଆପଣ ଗୋଟେ ବଡ଼ ନଙ୍ଗଳ ଦୌଡ଼ା ମୋତେ ଆଣିକି ଦିଅନ୍ତୁ। ସେଇଠୁ ରଜା ସେଇଠୁ ଆଶ୍ଚର୍ଯ୍ୟ ହେଲେ, କହିଲେ ଆରେ ମୁକ୍ତି ପାଇବା କଥାରେ କ'ଣ ଦୌଡ଼ା କଥା କହୁଛି, ହଉ ଠିକ୍ ଅଛି। ତାକୁ ଗୋଟେ ଦୌଡ଼ା ଆଣିକି ଦେଲେ। ସେ ଦୌଡ଼ାଟାକୁ ସେ ନେଇକି ବଡ଼ ଖମ୍ବ ଗୋଟେ ଥିଲା, ସେ ଖମ୍ବ ଦେହରେ ଗୁରେଇ ହେଇକିରି ପୁରା ନିଜେ ଗୁରେଇ ହେଇକିରି ଦି ମୁଣ୍ଡକୁ ଧରିକି ଟାଣିହେଲା। ଟାଣିକଲା ମଣିମା ମରିଗଲି 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 ମୋତେ ଟିକେ ପିଟି ଦିଅ। ସେଠୁ ରଜା କହିଲା ଆରେ ତୁଟା କି ବୋକି ଝିଅଟା, ତତେ କ'ଣ କିଏ ବାନ୍ଧିଛି, ତୁ ନିଜେ ଗୁଡ଼େଇ ହେଇଛୁ, ମୁଣ୍ଡଟା ବି ହାତରେ ଧରିଛୁ, ତାକୁ ଛାଡ଼ି ଦଉନୁ। ସେଠୁ ଝିଅଟି କହିଲା ନା ଠୋ ଠୋ ହେଇକି ହସିଲା। ରଜା କହିଲେ ହସିଲୁ କାହିଁକି? ନା ଆଜ୍ଞା ଆପଣ ଯେମିତି କହିଲେ ମୋତେ କେହି ବାନ୍ଧି ନାହିଁ, ମୁଁ ନିଜେ ବାନ୍ଧି ହେଇଛି, ମୁଣ୍ଡଟା ବି ମୋ ହାତରେ ଅଛି, ଖୋଲିଦେଲେ ମୁଁ ମୁକ୍ତି ପାଇବି। ସେହିପରି ଆପଣଙ୍କୁ ସଂସାରରେ ଆଜ୍ଞା କେହି ବାନ୍ଧି ନାହାନ୍ତି, ଆପଣ ନିଜେ ବାନ୍ଧି ହେଇଛନ୍ତି, ମୁଣ୍ଡଟା ବି ଆପଣ ହାତରେ ଅଛନ୍ତି, ଆପଣ ଖୋଲି ଦଉନାହାନ୍ତି ମୁକ୍ତି ପାଇଯିବେ। ରଜାଙ୍କର ସେତେବେଳେ ଚେତନା ଫେରିଲା। ଅର୍ଥାତ୍ ସଂସାର ବନ୍ଧନରେ, ସାଂସାରିକ ବନ୍ଧନରେ ଆମକୁ କେହି ବାନ୍ଧନ୍ତି ନାହିଁ, ଆମେ ନିଜେ ପରିସ୍ଥିତି ଚାପରେ ପଡ଼ିକି ବାନ୍ଧି ହୁଅନ୍ତି। ଭୋଗ ଲାଳସା କାମିନୀ ଲାଳସାରେ ଆମେ ଆସକ୍ତ ହେଇ ଆମେ ସଂସାରରେ ବାନ୍ଧି ହୁଅନ୍ତି, ଆମକୁ କେହି ବାନ୍ଧନ୍ତି ନାହିଁ। ତେଣୁ ଆମେ ଯେତେବେଳେ ସେ ବନ୍ଧନରୁ ଚାହିଁବା ମୁକ୍ତି ହେଇପାରିବା, ମୁକ୍ତି ହେଇ ପଳେଇ ଆସିପାରିବା। ତେଣୁ ବନ୍ଧନ ହେଉଛି ସେଇଆ ଯେ ବନ୍ଧନ ହେଉଛି ମାନସିକ ବନ୍ଧନ, ମନ ଜାଣି ଶୁଣିକିରି ଇନ୍ଦ୍ରିୟ ଦ୍ୱାରା ଶରୀରର ଭୋଗ ଆସକ୍ତିରେ ବାନ୍ଧି ହେଇଛି। ଏଥିରୁ ଯେତେବେଳେ ମନ ବିରତ ହବ ହେଇପାରିବ ନାହିଁ। ଏତେ ଟାଣୁଆ ଆସକ୍ତଟା ହେଉଛି ଏତେ ଟାଣୁଆ ବନ୍ଧନ ଡୋର, ଯାହାକୁ କାଟିକିରି ମନ କେବେ ଦେବେ, ଏଇ ହେଉଛି ମୁକ୍ତି। ହଉ ନିର୍ବାଣ ଅର୍ଥ କ'ଣ? ନିର୍ବାଣ ଅର୍ଥ ଲିଭିଯିବା। ଗୋଟେ ଦୀପଟା ଜଳୁଛି, ସେତେବେଳେ ଲିଭିଯିବ, ସେଇଟା ହେଲା ନିର୍ବାଣ, ହେଲା କି? ତେଣୁ ଆତ୍ମଜ୍ୟୋତି ହୃଦୟରେ ଜଳୁଛି ଯେପର୍ଯ୍ୟନ୍ତ, କେତେ ପର୍ଯ୍ୟନ୍ତ ଜଳୁଛି, ଯେପର୍ଯ୍ୟନ୍ତ ମଣିଷ ଜୀବିତ ଅବସ୍ଥାରେ ରହିଛି, ଯେପର୍ଯ୍ୟନ୍ତ ଜଳୁଛି ସେଇ ଆତ୍ମଜ୍ୟୋତି ସେତେବେଳେ ପର୍ଯ୍ୟନ୍ତ ସେ ଜଳୁଛି। ସେ ଜ୍ୟୋତି ଯେତେବେଳେ ନିଭିକି ଯେତେବେଳେ ଅଜ୍ୟୋତି ମଣ୍ଡଳରେ ମିଶିଯିବ, ଶୂନ୍ୟ ଭବନରେ ନିର୍ବାଣ ପାଇଯିବ। ନିର୍ବାଣ ପାଇଥିଲି ତାମାନେ କ'ଣ? ଏ ନିର୍ବିକଳ୍ପ ସମାଧି, ଯେତେବେଳେ ସମାଧି ଦି ପ୍ରକାର, ଗୋଟେ ସବିକଳ୍ପ, ଗୋଟେ ନିର୍ବିକଳ୍ପ। ସବିକଳ୍ପ ସମାଧିରୁ ଯେତେବେଳେ ନିର୍ବିକଳ୍ପ ସମାଧିକି ଚାଲିଯିବ, ସେ ନିର୍ବାଣ ମୁକ୍ତି ହେଇଯିବ। ଏଟା ବଡ଼ କଥା, ତାକୁ ଏବେ ବୁଝିବାର ସମୟ ନୁହେଁ, ପଛରେ ସେ କଥା ବୁଝିବ।